ରୋଷେଇ ଘରେ ଗୋଟିଏ ଢାଳ ପାଣି ରଖିବା ଦ୍ୱାରା ମଣିଷ ଏତେ ଜଲ୍ଦି କରୋଡ଼ପତି କିପରି ହୋଇଯାଆନ୍ତି? ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ରୋଷେଇ ଘରର ଏହି ଗୋଟିଏ ଢାଳ ଜଳ ଆପଣଙ୍କର ସବୁ ସମସ୍ୟାର ସମାଧାନ। ରୋଷେଇ ଘର ହେଉଛି ଯଜ୍ଞଶାଳ। ରୋଷେଇ ଘରେ ମା ଅନ୍ନପୂର୍ଣ୍ଣାଙ୍କର ବାସ ଅଛି। ଏବେ ଦର୍ଶକ ବନ୍ଧୁ, ରୋଷେଇ ଘରର ଏହି ଜଳ ଆପଣଙ୍କୁ କେତେ ଚମତ୍କାରୀ ଲାଭ ଦେବ ତାହା ଆପଣମାନେ ଭାବିଲେ ବିଶ୍ୱାସ ବି କରିପାରିବେ ନାହିଁ। ରୋଷେଇ ଘରକୁ କାହିଁକି ଏତେ ପ୍ରାଧାନ୍ୟ ଦିଆଯାଇଛି? ରୋଷେଇ ଘରେ ଆପଣ ଗୋଟିଏ ଢାଳ ଜଳ ରଖିବା ଦ୍ୱାରା ଆପଣଙ୍କର ପୂର୍ବଜମାନେ ତୃପ୍ତ ରହିଥାନ୍ତି। ଯେଉଁ ଘରେ ରୋଷେଇ ଘରେ ଜଳ ଭରି କରି ରଖାଯାଏ ନାହିଁ, ସେହି ଘରେ ଅନ୍ନ ଏବଂ ଧନର ଅଭାବ ସଦା ସର୍ବଦା ଲାଗି ରହିଥାଏ। ଯାହାର ଘରେ ପାଣି ସଦା ସର୍ବଦା ଭରି ହୋଇକରି ରହିଥାଏ, ତା ଘରେ ସଦା ସର୍ବଦା ମା ଲକ୍ଷ୍ମୀଙ୍କର ବାସ ରହିଥାଏ। ଏବେ ଦର୍ଶକ ବନ୍ଧୁ, ଆସନ୍ତୁ ଆମେ ଜାଣିବା ରୋଷେଇ ଘରର ସେହି ଗୋଟିଏ ଢାଳ ଜଳ ଆପଣଙ୍କୁ କିପରି ରାତାରାତି କରୋଡ଼ପତି କରିଦେବ। ଆପଣଙ୍କର ସବୁ ସମସ୍ୟାର ସମାଧାନ ସେହି ଗୋଟିଏ ଢାଳ ଜଳ କିପରି କରାଇବ। ତା ଆଗରୁ ମୋର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଯଦି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ନିହାତି ସବସ୍କ୍ରାଇବ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ଟେ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ। ପ୍ରତ୍ୟେକ ମଣିଷ ଚାହିଁଥାନ୍ତି ଯେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବା ପାଇଁ, ତେଣୁ ସେମାନେ ସଦା ସର୍ବଦା ତତ୍ପର ରହିଥାନ୍ତି ଯେ କିପରି ମା ଲକ୍ଷ୍ମୀ ତାଙ୍କ ଉପରେ ପ୍ରସନ୍ନ ହେବେ। ମା ଲକ୍ଷ୍ମୀଙ୍କର ବିଶେଷ କୃପା ସେ ପାଇବା ପାଇଁ ସଦା ସର୍ବଦା ପ୍ରୟାସ କରିଥାନ୍ତି ଏବଂ ମା ଲକ୍ଷ୍ମୀଙ୍କର କୃପା ପାଇବା ପରେ ସେମାନେ ତାଙ୍କର ପ୍ରତ୍ୟେକ ସ୍ୱପ୍ନ ପୂରଣ ହୋଇଥାଏ। ଏବେ ଦର୍ଶକ ବନ୍ଧୁ, ଚାଲନ୍ତୁ ମୁଁ ଆପଣଙ୍କୁ କିଛି କଥା କହୁଛି ଯେ ଆପଣ ରୋଷେଇ ଘରେ କେଉଁ କେଉଁ ଭୁଲ କରୁଛନ୍ତି। ଆପଣ ରୋଷେଇ ଘରକୁ ଯଦି ଅସନା କରି ରଖିବେ, ଅଳିଆ ଆବର୍ଜନା ଯଦି ଏକାଠି କରି ରଖିବେ, ସେଠି ମା ଲକ୍ଷ୍ମୀ କେବେ ବି ପ୍ରବେଶ କରିବେ ନାହିଁ। ସଦା ସର୍ବଦା ରୋଷେଇ ଘରକୁ ସଫା ସୁତୁରା ସଜାଡ଼ି କରି ରଖିବେ। ରୋଷେଇ ଘର ଯେତେ ସଦା ସର୍ବଦା ସଫା ସୁତୁରା ରହିବ, ସେହି ଘରେ ମା ଲକ୍ଷ୍ମୀ ସଦା ସର୍ବଦା ବିରାଜମାନ କରିବେ। ମା ଅନ୍ନପୂର୍ଣ୍ଣାଙ୍କର ଆଶୀର୍ବାଦ ସଦା ସର୍ବଦା ରହିବ। ଯେଉଁ ରୋଷେଇ ଘରେ ଆମିଷ ଭୋଜନ କରାଯାଏ ନାହିଁ, ସେହି ରୋଷେଇ ଘରେ ମା ଅନ୍ନପୂର୍ଣ୍ଣାଙ୍କର ଗୋଟିଏ ଫଟୋ ନିହାତି ରହିବା ଦରକାର। ଯେଉଁ ଫଟୋରେ ମା ଅନ୍ନପୂର୍ଣ୍ଣା ଭଗବାନ ଶଙ୍କରଙ୍କୁ ଭିକ୍ଷା ଦେଉଥିବେ, ସେହି ଫଟୋ ଆପଣ ନିଜ ରୋଷେଇ ଘରେ ନିହାତି ଲଗାନ୍ତୁ ଏବଂ ତାହା ଘରର ସୁଖ ସମୃଦ୍ଧିକୁ ଆଗକୁ ନେଇଥାଏ ବୋଲି କୁହାଯାଇଥାଏ। ଏବେ ଦର୍ଶକ ବନ୍ଧୁ, ଆପଣମାନେ କଣ ଜାଣିଛନ୍ତି ରୋଷେଇ ଘରେ ଆପଣ ଗୋଟିଏ ଲୋଟା ଜଳ କାହିଁକି ରଖିବେ ଏବଂ ରଖିବାର କାରଣ କଣ? କାହିଁକି ଏହି ଗୋଟିଏ ଲୋଟା ଜଳ ଆପଣଙ୍କର ଉନ୍ନତିର ସିଡ଼ି ଆପଣଙ୍କୁ ଧୀରେ 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 ଚଢ଼ାଇ ଚଢ଼ାଇ ନେବ। ମାତ୍ର 40 ଦିନରେ ଆପଣ ଆପଣଙ୍କର ଭାଗ୍ୟର ପରିବର୍ତ୍ତନ ନିଜେ ନିଶ୍ଚୟ ଦେଖିବେ। ଯେଉଁମାନେ ଏହି ଉପାୟ କରିନାହାନ୍ତି, ଏହି ଭିଡ଼ିଓ ଦେଖିବା ପରେ ନିହାତି କରିବେ। ଆପଣ ଏହି ଭିଡ଼ିଓକୁ ଅନ୍ୟମାନଙ୍କ ପାଖକୁ ସେୟାର କରନ୍ତୁ। କିଏ କହିପାରିବ କାହାର କାମରେ ଆସିପାରିବ। ପ୍ରଥମ କଥା ଏହା ଅଟେ ଯେ ରୋଷେଇ ଘର ଏବଂ ଆମର ପୂଜା ଘର ସଦା ସର୍ବଦା ଗୋଟିଏ ଢାଳ ଜଳ ନିହାତି ରହିବା ଦରକାର। ଯଦି ଆମେ ପୂଜା ଘର କଥା କହିବା, ଯେତେବେଳେ ଆପଣ ରାତ୍ରି ହଉ କିମ୍ବା ସକାଳ ହଉ ପୂଜା ସରିଯାଉଛି, ଗୋଟିଏ ଢାଳ ଜଳ ପୂର୍ଣ୍ଣ କରନ୍ତୁ। ସେଥିରେ ଗୋଟିଏ ପ୍ଲେଟ୍ ରଖିକରି କିଛି ମିଶ୍ରି ତା ଉପରେ ରଖିଦିଅନ୍ତୁ। ପୁରା ରାତି ସାରା ତାହାକୁ ରଖିଦିଅନ୍ତୁ। ସକାଳେ ସେହି ଜଳକୁ ଏବଂ ସେହି ମିଶ୍ରିକୁ ଗଛରେ ପକାଇ ଦିଅନ୍ତୁ। ଦେଖିବେ ଆପଣଙ୍କ ଘରେ ସମୃଦ୍ଧି କିପରି ଧୀରେ 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 ହୋଇକରି ଯିବ। ଆପଣ ଏହା ନୁହେଁ କି ଗୋଟିଏ ଥରରେ ହେଇଯିବ, ଧୀରେ ଧୀରେ ଆପଣଙ୍କ ଘର ସମୃଦ୍ଧି ଆଡ଼କୁ ମାଡ଼ି ଚାଲିବ। ଏବେ ଆମେ ଜାଣିବା, ଯଦି ରୋଷେଇ ଘର କଥା କହିବା, ତେବେ ଅତି ଧ୍ୟାନର ସହିତ ଆପଣମାନେ ଶୁଣନ୍ତୁ। ବିଶେଷ କରି ମହିଳାମାନେ ଯେତେବେଳେ ରାତ୍ରିରେ ଆପଣ ସବୁ ସଫା ସୁତୁରା କରୁଛନ୍ତି, ରାତ୍ରିରେ ଆପଣଙ୍କର ରୋଷେଇ ଘରକୁ ଯେତେବେଳେ ସଫା ସୁତୁରା କରୁଛନ୍ତି, ଏହି ଜିନିଷ ପ୍ରତି ଧ୍ୟାନ ରଖନ୍ତୁ ଯେ କଢ଼ାଇକୁ କେବେ ବି ଓଲଟାଇ ରଖିବେ ନାହିଁ, ତାୱାକୁ କେବେ ବି ଓଲଟାଇ ରଖିବେ ନାହିଁ। ତାୱାକୁ ଲୁଚାଇ କରି ସଦା ସର୍ବଦା ରଖାଯାଏ। ତାୱା ସଦା ସର୍ବଦା ସଫା ରଖାଯାଏ। ଗ୍ୟାସ୍ ଚୁଲା, ତାୱା, କଢ଼ାଇ ଗରମ ଥିବା ସମୟରେ କେବେ ବି ପାଣି ପକାଇବେ ନାହିଁ। ଏଥିପ୍ରତି ଆପଣ ଧ୍ୟାନ ଦେଲେ ଆପଣଙ୍କର ନିହାତି ମଙ୍ଗଳ ହେବ। ଏବେ ଦର୍ଶକ ବନ୍ଧୁ, ଆପଣମାନେ ଆଉ ଗୋଟିଏ କଥା ଶୁଣନ୍ତୁ। ରୋଷେଇ ଘରେ ଗୋଟିଏ ଲୋଟା ଜଳ ଆପଣ କିପରି ରଖିବେ। ପ୍ରଥମ କଥା, ତମ୍ବା ହଉ କିମ୍ବା ପିତ୍ତଳର ହଉ ଗୋଟିଏ ଢାଳ ନେଇଯିବେ। ରାତ୍ରିରେ ଯେତେବେଳେ ସବୁ କାମ ସରିଯିବ, ଆପଣ ସେହି ଢାଳକୁ ଜଳରେ ପୂର୍ଣ୍ଣ କରି ନିଜର ରୋଷେଇ ଘରେ ରଖିଦେବେ। ସଫା ସୁତୁରା ହୋଇଥିବା ଦରକାର ଏବଂ ତାହାର ମୁହଁକୁ ଢାଙ୍କି ଦେବେ, ଅର୍ଥାତ୍ ଗୋଟିଏ ପ୍ଲେଟ୍ ଢାଙ୍କି ଦେବେ। ଏମିତି ପୁରା ରାତି ସାରା ଆପଣ ରଖିବେ। ଯେତେବେଳେ ସକାଳୁ ଉଠିବେ, ସେହି ଜଳକୁ ଆପଣମାନେ କଣ କରିବେ, ନେଇକରି ନିଜ ଘରର ମୁଖ୍ୟ ଦ୍ୱାର, ସକାଳୁ ଉଠିବେ ଯେମିତି ରୋଷେଇ ଘରକୁ ଯିବେ, ସେହି ଢାଳକୁ ନେଇକରି ଆସିବେ
निज घर मुख्य द्वार खोलिबे खोलिकरी ସେହି ଜଳକୁ କିଛି ହଳଦୀ ପକାଇ କରି ଓମ୍ ନମଃ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରି ନିଜ ମୁଖ୍ୟ ଦ୍ୱାରରେ ଛିଞ୍ଚି ଦେବେ। ଏମିତି ଆପଣ ରେଗୁଲାର କରିବେ, କେବେ ବି ହାତ ଛଡ଼ା କରିବେ ନାହିଁ। ଏବଂ ଯଦି ବ୍ରହ୍ମ ମୁହୂର୍ତ୍ତରେ ସକାଳ 6ଟା ପୂର୍ବରୁ ଯଦି ଆପଣ ଏହି କାମ କରିବେ ତେବେ ଆପଣଙ୍କୁ ବିଶେଷ ଲାଭ ହେବ। ଆପଣମାନେ ଏହି ଉପାୟ ଥରୁଟିଏ କରିକି ଦେଖନ୍ତୁ। ଯଦି ଆପଣଙ୍କ ଘରର ସୁଖ ସମୃଦ୍ଧି ବୈଭବ ପୁଣି ଥରେ ନ ଆସୁଛି ତେବେ ଆପଣମାନେ କହିବେ। ଏବେ ଦର୍ଶକ ବନ୍ଧୁ, ଆପଣମାନେ ଏହି ଉପାୟ ନିହାତି କରନ୍ତୁ, କାରଣ ଏହି ଉପାୟ ଆପଣଙ୍କର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆଣିଦେବ। ତେଣୁ ଆପଣମାନଙ୍କୁ ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ସୌଭାଗ୍ୟ ପୁଣି ଥରେ ଆପଣଙ୍କ ଘରକୁ ଫେରି ଆସିବ। ଏବେ ଆଉ ଗୋଟିଏ କଥା ଆପଣଙ୍କୁ କହୁଛି, କାନ ଖୋଲି କରି ଶୁଣି ରଖନ୍ତୁ। ଏହି ଉପାୟ ଯିଏ ବି କରିଛି କରଜରୁ ମୁକ୍ତ ହୋଇଛି ଏବଂ ଧନ ଜୀବନରେ ଉନ୍ନତି ହୋଇଛି। ଯେମିତିକି କହିବାକୁ ଗଲେ ଆପଣମାନେ ଯେତେବେଳେ ରୋଷେଇ ଘରର କାମ ଆପଣମାନେ ସାରିଦେଲେ, ଗୋଟିଏ ଲୋଟା ଜଳ ରଖିଦେଲେ ମଙ୍ଗଳବାର ଏବଂ ଶନିବାର। ଦର୍ଶକ ବନ୍ଧୁ, ପ୍ରତ୍ୟେକ ଦିନ ରାତ୍ରି ସମୟରେ ଯେତେବେଳେ ଆପଣ ଆପଣଙ୍କର ରୋଷେଇ ଘରକୁ ସଫା କରୁଛନ୍ତି, ଘରର ମହିଳାମାନେ ଏହି କଥାକୁ ବିଶେଷ ଧ୍ୟାନ ଦିଅନ୍ତୁ। ଆପଣମାନେ କଣ କରିବେ ନା, ଗୋଟାଏ ଘିଅର ଧୂପରେ 2ଟି ଲବଙ୍ଗ ଏବଂ ଗୋଟାଏ କର୍ପୂର ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ରାତ୍ରି ସମୟରେ ଏହାକୁ ନିଜ ଘରେ ଜାଳିବା ପ୍ରାରମ୍ଭ କରିଦିଅନ୍ତୁ। ରୋଷେଇ ଘରେ ଏହି ସମୟରେ ନିଜର ଗ୍ୟାସକୁ ଭଲ ଭାବରେ ବନ୍ଦ କରିଦେବେ। ଏଥିପ୍ରତି ଟିକେ ଧ୍ୟାନ ଦେବେ ଏବଂ ଯେତେବେଳେ ଆପଣ ଏହାକୁ ଜାଳିବେ ଅନ୍ନପୂର୍ଣ୍ଣାଙ୍କୁ ସ୍ମରଣ କରିବେ ଯେ ଆପଣଙ୍କ ଘରେ ଅଭାବ ଅନଟନ ଦୂର କରିବା ପାଇଁ। ଏମିତି କଲେ ଘରର ସମୃଦ୍ଧି ପୁଣି ଥରେ ଫେରି ଆସିଥାଏ। ଘରର ସମୃଦ୍ଧି ଧୀରେ ଧୀରେ ଆଗକୁ ବଢିଥାଏ। ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ଏହି ଉପାୟ କରିବେ। ଏବଂ ଯଦି ଆପଣମାନେ ରୂପାର କୌଣସି ଛୋଟିଆ କିଛି ବାଉଲ ଅଛି କିମ୍ବା ଦୀପ ଅଛି, ଆପଣଙ୍କର ସେତିକି ସାମର୍ଥ୍ୟ ଅଛି ଯେ ରୂପାର ଆପଣ କରିପାରିବେ। ଯଦି ଆପଣଙ୍କ ରୋଷେଇ ଘରେ ଆମିଷ ଭୋଜନ କରୁନାହାନ୍ତି, ତେବେ ରୂପାର ପାତ୍ରରେ ଆପଣମାନେ ଦୀପଟିଏ ଜାଳନ୍ତୁ। ଏହା 100 ଗୁଣ ଚମତ୍କାର ଫଳ ଆପଣମାନେ ପ୍ରାପ୍ତ କରିପାରିବେ। ମନେ ରଖନ୍ତୁ, ଯଦି ନିଜ ରୋଷେଇ ଘରେ ଆପଣ ଆମିଷ ନ କରୁଥିବେ ତାହେଲେ ରୂପାରେ କରିବେ। ଯଦି କରୁଥିବେ କେବଳ ମାଟିର ଦୀପରେ ଆପଣମାନେ ଏହି ଉପାୟ କରିପାରିବେ। ଏହାକୁ କରିକୁ ଦେଖନ୍ତୁ, ଦେଖିବେ କେଉଁ ନା କେଉଁ ଆଡୁ ଆପଣଙ୍କ ଘରକୁ ଅର୍ଥ ଆଗମନ ହେବ, ଅର୍ଥର ଅଭାବ ଦୂର ହେବ। ଧୀରେ ଧୀରେ ଆପଣଙ୍କ ଘର ସମୃଦ୍ଧିରେ ପରିପୂର୍ଣ୍ଣ ହୋଇଯିବ। ତେଣୁ ଆପଣମାନେ ଏହି ଉପାୟ ନିହାତି କରନ୍ତୁ। ଏବେ ଦର୍ଶକ ବନ୍ଧୁ, ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ସଦା ସର୍ବଦା ବର୍ଷୁ ବୋଲି ଆପଣମାନେ ଯଦି ଚାହୁଁଛନ୍ତି, ରାତ୍ରି ସମୟରେ ଗୋଟିଏ ଢାଳ ପାଣି ଆପଣଙ୍କ ରୋଷେଇ ଘରେ ତ ଆପଣମାନେ ନିହାତି ରଖନ୍ତୁ। ଦେଖିବେ ଘରର ସୁଖ ସମୃଦ୍ଧି କିପରି ଧୀରେ ଧୀରେ ଆପଣଙ୍କ ଘରକୁ ପୁଣି ଥରେ ଫେରି ଆସୁଛି। ଏବଂ ରୋଷେଇ ଘର ସଫା ରଖିବା ପାଇଁ ଜମା ବି ଭୁଲିବେ ନାହିଁ। କେବେ ବି ନିଜର ଭାତ ହାଣ୍ଡିକୁ ଖାଲି ରଖିବେ ନାହିଁ। ସେ ରୁଟିର ହଟକେସ୍ ହଉ କିମ୍ବା ଭାତର ହାଣ୍ଡି ହଉ, ଖାଲି ରଖିବେ ନାହିଁ। କିଛି ନା କିଛି ଭାତ ସେଥିରେ ସବୁବେଳେ ପୁରାଇକି ରଖିବେ। ଯଦି ଖାଦ୍ୟ ବଳି ଯାଉଛି, ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ଘରର ସଦସ୍ୟ କେହି ଖାଇବେ ନାହିଁ, ତାହାକୁ ଡଷ୍ଟବିନରେ ନ ଫିଙ୍ଗି ତାହାକୁ ଆପଣମାନେ କୌଣସି ପଶୁ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ। ଆପଣ ଯଦି କାହାର ଖାଇବା କଥା ଚିନ୍ତା କରିବେ, ଆପଣଙ୍କର ବି ଈଶ୍ୱର ନିଶ୍ଚୟ ପେଟ କଥା, ଆପଣଙ୍କର ଘରର ଭାତ ହାଣ୍ଡି କଥା, ଘରର ଉନ୍ନତି କଥା ନିହାତି ଚିନ୍ତା କରିବେ। ଆଜି ପାଇଁ ରହୁଛି, ପୁଣି ଦେଖାହେବ ଆଗାମୀ ଏକ ସୁନ୍ଦର ଭିଡିଓରେ।